ओम नमः शिवाय बंधुगण आपण मानक आम चैनल ओडिया प्रेरणा को स्वागत जनाउछु। आज आसंतु सुनिबा मासिक शिव चतुर्दशी व्रत कथा। एही व्रत कथा को सुनिबा द्वारा मनुष्य को सुख समृद्धि मिलिबा सह मनुष्य जीवन रे थिबा दुख कष्ट पीड़ा दूर होइथाए। प्राचीन काल रे चित्रभानु नामक एक शिकारी थिला। से शिकार करी निज परिवारर भरण पोषण करुथिला। ସେହି ଗାଁର ସାହୁକାରଠୁ ଅଭାବ କାରଣରୁ କିଛି ଟଙ୍କା ଋଣରେ ନେଇଥିଲା। ସେ କହିଥିବା ସମୟ ଭିତରେ ସାହୁକାରକୁ ଟଙ୍କା ନ ଫେରାଇବାରୁ ସାହୁକାର କ୍ରୋଧରେ ଶିକାରୀ ଚିତ୍ରଭାନୁକୁ ମଠରେ ବନ୍ଦୀ ବନାଇ ଦେଲା। ସଂଯୋଗବଶତଃ ସେହିଦିନ ମାସିକ ଶିବ ଚତୁର୍ଦଶୀ ଥିଲା। ସେହି କାରଣରୁ ମନ୍ଦିରରେ ଭଜନ କୀର୍ତ୍ତନ ଶିବଚର୍ଚ୍ଚା ହେଉଥିଲା। ବନ୍ଦୀ ବନିଥିବା ସେହି ଶିକାରୀ ପୁରା ରାତି ଭଗବାନ ଶିବଙ୍କର ଶିବଚର୍ଚ୍ଚା ବ୍ରତ କଥା ଭଜନ କୀର୍ତ୍ତନ ଏସବୁ ଆନନ୍ଦରେ ଶୁଣିଲା। ସକାଳ ହେବା ମାତ୍ରେ ସାହୁକାର ଶିକାରୀକୁ ପାଖକୁ ଡାକି ଋଣ ପରିଶୋଧ କଥା କହିଲା। ଏହାପରେ ଶିକାରୀ ଚନ୍ଦ୍ରଭାନୁ କହିଲା, ହେ ସାହୁକାର, ମୁଁ ମୋର ଋଣ କାଲି ମଧ୍ୟରେ ପରିଶୋଧ କରିଦେବି। ତାର ଏହିପରି କଥା ଶୁଣି ସାହୁକାର ତାକୁ ଛାଡ଼ିଦେଲା। ତା ପରଦିନ ଶିକାରୀ ଶିକାର କରିବା ପାଇଁ ଜଙ୍ଗଲକୁ ଚାଲିଗଲା। କିନ୍ତୁ ସାରା ରାତି ବନ୍ଦୀ ଘରେ ଭୋକ ଶୋଷ ଅନିଦ୍ରାରେ ରହିବା ହେତୁ ସେ ଥକିଗଲା। ସେ ଜଙ୍ଗଲରେ ବହୁତ ଦୂରକୁ ଆସିଯାଇଥିଲା। ତେଣୁ ସୂର୍ଯ୍ୟାସ୍ତ ହେବା କାରଣରୁ ସେ ଭାବିଲା ଆଜି ରାତି ଜଙ୍ଗଲରେ ହିଁ ବିତାଇବ। ଏହା ଭାବି ସେ ଏକ ଜଳ ପୁଷ୍ପରିଣୀ ପାଖକୁ ଗଲା ଏବଂ ସେହି ପୁଷ୍ପରିଣୀରୁ ଭରପୁର ପାଣି ପିଇ ସେ ପାଖରେ ଥିବା ଏକ ବେଲଗଛ ଉପରକୁ ଚଢ଼ିଗଲା। ସେହି ବେଲଗଛ ତଳେ ଏକ ଶିବଲିଙ୍ଗ ଥିଲା। କିନ୍ତୁ ବେଲପତ୍ର ଗଦା ହୋଇ ରହିଥିବା କାରଣରୁ ସେହି ଶିବଲିଙ୍ଗ ଦେଖାଯାଉ ନଥିଲା। ଶିକାରୀ ଚିତ୍ରଭାନୁ ବେଲଗଛ ଉପରେ ବସିବା ପାଇଁ ଡାଳରୁ ବେଲପତ୍ରକୁ କାଢ଼ି ତଳକୁ ପକାଇବାକୁ ଲାଗିଲା। ସଂଯୋଗବଶତଃ ଶିକାରୀ ପକାଉଥିବା ବେଲପତ୍ର ଆସି ବେଲଗଛ ତଳେ ଥିବା ଶିବଲିଙ୍ଗ ଉପରେ ପଡ଼ୁଥିଲା। ଶିକାରୀ ରାତିରୁ କିଛି ଖାଦ୍ୟ ଖାଇ ନଥିଲା ଏବଂ ଅନିଦ୍ରା ମଧ୍ୟ ଥିଲା ଏବଂ ଦିନସାରା ବି ନ ଶୋଇ ନ ଖାଇ ଭୋକରେ ରହିବାରୁ ତାର ମାସିକ ଶିବରାତ୍ରି ବ୍ରତ ହୋଇଗଲା। କିଛି ସମୟ ପରେ ସେହି ପୁଷ୍ପରିଣୀକୁ ଏକ ଗର୍ଭବତୀ ହରିଣୀ ଆସିଲା ଏବଂ ପାଣି ପିଇବାକୁ ଲାଗିଲା। ସେହି ସମୟରେ ଶିକାରୀ ଚିତ୍ରଭାନୁ ଧନୁରୁ ତୀର ଚଢ଼ାଇଲା। କିନ୍ତୁ ସେହି ହରିଣୀ ମନା କରିବାକୁ ଲାଗିଲା। କହିଲା, ମୋ ଉପରେ ତୀର ଚଳାଅ ନାହିଁ, ମୁଁ ଗର୍ଭବତୀ ଅଛି। ତୁମେ ଥରକରେ 2ଟି ଜୀବନ ନେଇପାରିବ ନାହିଁ। କିନ୍ତୁ ମୋର ଜଲ୍ଦି ପ୍ରସବ ହୋଇଯିବ। ତାପରେ ମୁଁ ତୁମ ପାଖକୁ ଆସିବି। ସେତେବେଳେ ତୁମେ ମୋର ଶିକାର କରିନେବ। ଏହା କହି ହରିଣୀ ଗହଳିଆ ବୁଦା ଭିତରକୁ ପଶିଗଲା। ଏହାପରେ ଶିକାରୀ ତାର ଧନୁରୁ ତାର ସୂତ୍ର ଟାଣି ତାହାକୁ ଢିଲା କରିଦେଲା। ସେହି ସମୟରେ କିଛି ବେଲପତ୍ର ଝଡ଼ି ଶିବଲିଙ୍ଗ ଉପରେ ପଡ଼ିଗଲା। ଏହିପରି ଶିକାରୀ ହାତରେ ପ୍ରଥମ ପ୍ରହରର ପୂଜା ମଧ୍ୟ ହୋଇଗଲା। କିଛି ସମୟ ପରେ ଆଉ ଗୋଟିଏ ହରିଣୀ ବୁଦା ଭିତରୁ ବାହାରିଲା। ଶିକାରୀ ହରିଣୀକୁ ଦେଖି ଆନନ୍ଦ ହୋଇଗଲା। ହରିଣୀକୁ ଦେଖି ଶିକାରୀ ଧନୁରୁ ତୀର ଚଢ଼ାଇଲା। ଏହା ଦେଖି ହରିଣୀ ବିନମ୍ରତା ପୂର୍ବକ ନିବେଦନ କରି କହିଲା, ହେ ଶିକାରୀ, ମୋତେ ମାର ନାହିଁ। ମୁଁ କିଛି କାମରେ ଯାଉଛି, ଫେରି ଆସିଲେ ମୋତେ ମାରିବ। ଏହିପରି ବହୁତ ଅନୁରୋଧ କରିବା ପରେ ପୂର୍ବପରି ଶିକାରୀ ଏହି ହରିଣର କଥାରେ ବିଶ୍ୱାସ କରି ତାକୁ ଛାଡ଼ିଦେଲା। ଶିକାରୀ ଚିତ୍ରଭାନୁ 2ଟି ଶିକାରକୁ ଛାଡ଼ିବା ପରେ ଅତ୍ୟନ୍ତ ମନ ଦୁଃଖ କଲା ଏବଂ ଭାବିବାକୁ ଲାଗିଲା ଯେ ପ୍ରାତଃ କାଳରେ ସାହୁକାରର ଋଣ କିପରି ପରିଶୋଧ କରିବ। ଏହିପରି ଧନୁରୁ ତୀର କାଢ଼ିବା ସମୟରେ ପୁଣି ଥରେ କିଛି ବେଲପତ୍ର ଝଡ଼ି ଶିବଲିଙ୍ଗ ଉପରେ ପଡ଼ିଲା। ଏହିପରି ଭାବେ ପୂଜାର 2ୟ ପ୍ରହର ମଧ୍ୟ ସମ୍ପୂର୍ଣ୍ଣ ହୋଇଗଲା। ଅଧରାତ୍ରି ବିତିଗଲା। କିଛି ସମୟ ପରେ ଏକ ହରିଣୀ ପୁଷ୍ପରିଣୀକି ପାଣି ପିଇବା ପାଇଁ ନିଜ ଛୁଆମାନଙ୍କ ସହ ଆସିଲା। ଶିକାରୀ ଟିକିଏ ବି ଡେରି ନ କରି ଧନୁଶର ଟେକି ତୀର ଛାଡ଼ିବାକୁ ଲାଗିଲା। ଏତିକିରେ ହିଁ ହରିଣୀ କହିବାକୁ ଲାଗିଲା, ହେ ଶିକାରୀ, ମୋତେ ଏବେ ମାର ନାହିଁ। ମୁଁ ଯଦି ମରିଯିବି ତେବେ ଏ ଛୁଆମାନେ ଅନାଥ ହୋଇଯିବେ। ମୁଁ ମୋ ସ୍ୱାମୀଙ୍କ ପାଖରେ ଛୁଆମାନଙ୍କୁ ଛାଡ଼ି ଆସିବା ପରେ ତୁମେ ମୋର ଶିକାର କରିନେବ। ସେ ହରିଣୀର କଥା ଶୁଣି ଶିକାରୀ ଚିତ୍ରଭାନୁ ଜୋର ଜୋରରେ ହସିବାକୁ ଲାଗିଲା ଏବଂ କହିବାକୁ ଲାଗିଲା, ସାମ୍ନାରେ ଥିବା ଶିକାରକୁ ମୁଁ କିପରି ଛାଡ଼ିପାରିବି? 2 ଥର ମୁଁ ମୋର ଶିକାର ହରାଇ ସାରିଛି। ଏବେ ମୁଁ 3ୟ ଥର ହରାଇ ପାରିବି ନାହିଁ। ହରିଣୀ କହିଲା, ଯେଉଁ ପ୍ରକାର ତୁମକୁ ତୁମ ଛୁଆମାନଙ୍କ ଚିନ୍ତା ହେଉଛି, ଠିକ୍ ସେହିପରି ମୋର ମୋ ଛୁଆମାନଙ୍କ ପାଇଁ ଚିନ୍ତା ହେଉଛି।
ମୁଁ ସେମାନଙ୍କୁ ତାଙ୍କ ବାପାଙ୍କ ପାଖରେ ଛାଡ଼ି ତୁମ ପାଖକୁ ଫେରି ଆସିବି। ମୋର ବିଶ୍ୱାସ କର। ହରିଣୀର କଥା ଶୁଣି ଶିକାରୀକୁ ଦୟା ଆସିଗଲା। ସେ ହରିଣୀକୁ ଛାଡ଼ିଦେଲା। ଏହିପରି ଭାବେ ଶିକାରୀ ହାତରେ ତୃତୀୟ ପ୍ରହରର ମଧ୍ୟ ପୂଜା ହୋଇଗଲା। କିଛି ସମୟ ପରେ ଏକ ମୃଗ ହରିଣ ସେଠାକୁ ଆସିଲା। ତାକୁ ଦେଖି ଶିକାରୀ ନିଜର ତୀର ଧନୁ ଉଠାଇ ତାର ଶିକାର କରିବା ପାଇଁ ବାହାରିଲା। ମୃଗଟି ନମ୍ରତାପୂର୍ବକ ଶିକାରୀକୁ କହିଲା, ହେ ଶିକାରୀ, ଯଦି ତୁମେ ମୋର 3 ପତ୍ନୀ ଏବଂ ଛୋଟ ଛୁଆମାନଙ୍କୁ ମାରି ଦେଇଛ, ତେବେ ମୋତେ ବି ମାରିଦିଅ, କାହିଁକିନା ସେମାନଙ୍କ ବିନା ମୋର ବଞ୍ଚିବାଟା ସମ୍ଭବ ନୁହେଁ। ଯଦି ତୁମେ ତାଙ୍କୁ ମାରିନାହଁ, ତେବେ ମୋତେ ବି ଯିବାକୁ ଦିଅ, କାରଣ ମୁଁ ସେ 3 ହରିଣୀର ସ୍ୱାମୀ। ସେମାନେ ମୋତେ ହିଁ ଖୋଜୁଥିଲେ। ଯଦି ମୁଁ ସେମାନଙ୍କୁ ନ ମିଳେ, ତେବେ ସେମାନେ ମଧ୍ୟ ମରିଯିବେ। ସେ ସମସ୍ତଙ୍କ ସହ ସାକ୍ଷାତ କରିବା ପରେ ମୁଁ ତୁମ ପାଖକୁ ଆସିଯିବି। ତାପରେ ତୁମେ ମୋର ଶିକାର କରିନେବ। ମୃଗର କଥା ଶୁଣି ଶିକାରୀ ପୁରା ରାତିର ଘଟଣାଚକ୍ର ବୁଝିପାରିଲା। ସେ ସବୁ କଥା ମୃଗକୁ କହିଲା। ମୃଗ କହିଲା, ମୋର 3 ପତ୍ନୀ ଯେଉଁ ପ୍ରକାର ପଣ କରି ଯାଇଛନ୍ତି, ସେହିପରି ଫେରି ଆସିବେ, କାହିଁକିନା ସେ 3 ଜଣ ହିଁ ନିଜ ପ୍ରତିଜ୍ଞାରେ ଅଟଳ। ଯଦି ମୁଁ ମରିଯାଏ, ତେବେ ସେମାନେ ସେମାନଙ୍କ ଧର୍ମ ପାଳନ କରିବେ ନାହିଁ। ମୁଁ ଶୀଘ୍ର ହିଁ ମୋ ପରିବାର ସହ ତୁମ ପାଖକୁ ଆସିବି। ମୃଗର କଥା ଶୁଣି ଶିକାରୀ ଚିତ୍ରଭାନୁ ମୃଗକୁ ଯିବାକୁ ଦେଲା। ଏହି ପ୍ରକାର ଅଜାଣତରେ ଶିକାରୀ ଦ୍ୱାରା ଭଗବାନ ଶିବଙ୍କ ପୂଜା ସମ୍ପୂର୍ଣ୍ଣ ହୋଇଗଲା। ଏହାପରେ ଶିକାରୀର ହୃଦୟ ବଦଳିଗଲା। ଶିକାରୀର ମନରେ ଭକ୍ତି ଭାବନା ଉତ୍ପନ୍ନ ହୋଇଗଲା। କିଛି ସମୟ ପରେ ମୃଗ ତାର ପରିବାର ସହ ଅର୍ଥାତ୍ 3 ହରିଣୀ ଛୁଆମାନଙ୍କ ସହ ଶିକାରୀ ପାଖକୁ ଆସିଗଲା। ମୃଗ ହରିଣଟି କହିଲା, ହେ ଶିକାରୀ ରାଜ, ଏବେ ତୁମେ ଆମକୁ ଶିକାର କରିପାରିବ। ଶିକାରୀ ଚିତ୍ରଭାନୁ ଜଙ୍ଗଲର ପଶୁମାନଙ୍କ ପରସ୍ପର ପ୍ରତି ଭଲ ପାଇବା ଦେଖି ତାର ହୃଦୟ ସମ୍ପୂର୍ଣ୍ଣ ଭାବେ ତରଳିଗଲା। ସେହି ଦିନଠାରୁ ସେ ଶିକାର କରିବା ଛାଡ଼ିଦେଲା। ତା ପରଦିନ ସାହୁକାର ଋଣ ଅନ୍ୟଠାରୁ ମାଗି ପରିଶୋଧ କରିଦେଲା। ନିଜେ ପରିଶ୍ରମ କରି ଅଳ୍ପ ଦିନ ଭିତରେ ଧନ କମାଇ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇଗଲା। ତାର ବାକି ଜୀବନ ଜପ ତପ ଆଦିରେ କଟାଇଲା। ମୃତ୍ୟୁ ପରେ ଶିବଲୋକକୁ ଗଲା।